ମାଙ୍କଡ଼ ଓ ବେଙ୍ଗ ଦୁଇ ମିତ୍ର। ବହୁତ ଦିନ ତଳେ ଏକ ବିଶାଳ ଜଙ୍ଗଲ ଥିଲା। ସେହି ଜଙ୍ଗଲରେ ଉଚ୍ଚ ଉଚ୍ଚ ଶାଳ, ଶାଗୁଆନ, ଆମ୍ବ, ଜାମୁ ଓ ବରଗଛ ଆକାଶକୁ ଛୁଇଁଥିଲା। ସକାଳ ହେଲେ ପକ୍ଷୀମାନଙ୍କର କୁହୁ କୁହୁ ଶବ୍ଦରେ ସାରା ଜଙ୍ଗଲ ଗୁଞ୍ଜି ଉଠୁଥିଲା। ମଝିରେ ଥିଲା ଏକ ବଡ଼ ସ୍ୱଚ୍ଛ ଓ ନୀଳ ପାଣିର ପୋଖରୀ। ପଦ୍ମଫୁଲ ଫୁଟିଥାଏ, ରଙ୍ଗୀନ ପ୍ରଜାପତି ଉଡ଼ୁଥାଏ, ମାଛମାନେ ପାଣିରେ ଖେଳୁଥାନ୍ତି। ସେହି ପୋଖରୀରେ ରହୁଥିଲା ଏକ ଚତୁର, ଦୟାଳୁ ଓ ସାହସୀ ବେଙ୍ଗ। ତାର ନାମ ଥିଲା ଭୋଲୁ। ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ତେଣୁ ଜଙ୍ଗଲର ସବୁ ପଶୁ ତାକୁ ଭଲ ପାଉଥିଲେ। ପୋଖରୀ ପାଖରେ ଥିବା ବିଶାଳ ଆମ୍ବ ଗଛରେ ରହୁଥିଲା ଏକ ଚଞ୍ଚଳ ମାଙ୍କଡ଼। ତାର ନାମ ଥିଲା ମନୁ। ସେ ଗଛରୁ ଗଛକୁ ଡେଇଁବା, ଫଳ ତୋଳିବା ଓ ମଜା କରିବାକୁ ବହୁତ ଭଲ ପାଉଥିଲା। କିନ୍ତୁ ତାର ମନ ବହୁତ ଭଲ ଥିଲା। ଦିନେ ଭୟଙ୍କର ଗରମ ପଡ଼ିଲା। ମନୁ ପାଣି ପିଇବା ପାଇଁ ପୋଖରୀକୁ ଆସିଲା। ସେତେବେଳେ ଭୋଲୁ ହସି କହିଲା, ବନ୍ଧୁ, ଆସ, ପ୍ରଥମେ ପାଣି ପିଅ, ତାପରେ ଟିକେ ବିଶ୍ରାମ କର। ମନୁ ଆଶ୍ଚର୍ଯ୍ୟ ହୋଇଗଲା। ସେ ଭାବି ନଥିଲା ଯେ ଏକ ଛୋଟ ବେଙ୍ଗ ଏତେ ଭଲ ହୋଇପାରେ। ସେହି ଦିନଠାରୁ ଦୁହିଁଙ୍କର ମିତ୍ରତା ଆରମ୍ଭ ହେଲା। ପ୍ରତିଦିନ ସକାଳେ ମନୁ ମିଠା ଆମ୍ବ, ପଣସ, ଜାମୁ ଓ କଦଳୀ ଆଣି ଭୋଲୁକୁ ଦେଉଥିଲା। ଭୋଲୁ ପୋଖରୀର ଥଣ୍ଡା ପାଣି ପିଉଥିଲା ଏବଂ ପାଣିରେ ରହୁଥିବା ଜୀବମାନଙ୍କ ସହ ପରିଚୟ କରାଉଥିଲା। ସନ୍ଧ୍ୟା ହେଲେ ଦୁହେଁ ବସି ଗପ କରୁଥିଲେ। ସେମାନଙ୍କର ହସରେ ପୋଖରୀ ସାରା ମୁଖରିତ ହୋଇଯାଉଥିଲା। ଗୋଟେ ଦିନ ଜଙ୍ଗଲକୁ ଆସିଲା ଏକ ଦ୍ରୁତ ଶିଆଳ। ସେ ଭାବିଲା, ଏହି ଦୁଇ ମିତ୍ରଙ୍କୁ ଅଲଗା କରିଦେଲେ ମୋର କାମ ସହଜ ହେବ। ଶିଆଳ ମନୁ ପାଖକୁ ଯାଇ କହିଲା, ତୋର ବନ୍ଧୁ ଭୋଲୁ ତୋତେ ନେଇ ଖରାପ କଥା କହୁଛି। ମନୁ ହସି କହିଲା, ମୋର ବନ୍ଧୁ ଉପରେ ମୋର ପୂରା ବିଶ୍ୱାସ ଅଛି। ତୁ ମିଛ କହୁଛୁ। ଶିଆଳର ଚାଲ ବିଫଳ ହେଲା। କିଛି ଦିନ ପରେ ଆକାଶ କଳା ମେଘରେ ଢାଙ୍କିଗଲା। ଭୟଙ୍କର ବର୍ଷା ଆରମ୍ଭ ହେଲା। ବଜ୍ରପାତ, ଘଡ଼ଘଡ଼ି ଶବ୍ଦ ଓ ପ୍ରବଳ ପବନରେ ସାରା ଜଙ୍ଗଲ ଥରି ଉଠିଲା। ପୋଖରୀର ପାଣି ବହୁତ ବଢ଼ିଗଲା। ଭୋଲୁ ଜୋର ସ୍ରୋତରେ ଭାସି ଯାଉଥିଲା। ମନୁ ବଞ୍ଚାଅ, ସେ ଚିତ୍କାର କଲା। ମନୁ ଗଛରୁ ଏକ ମଜବୁତ ଲତା ଛିଣ୍ଡାଇ ପାଣି ଭିତରକୁ ଫିଙ୍ଗିଦେଲା।
ଭୋଲୁ କଷ୍ଟରେ ଲତାକୁ ଧରିଲା। ମନୁ ସମସ୍ତ ଶକ୍ତି ଲଗାଇ ଟାଣିଲା। ଶେଷରେ ଭୋଲୁ ସୁରକ୍ଷିତ ଭାବରେ କୂଳକୁ ଆସିଗଲା। ଦୁହେଁ ଖୁସିରେ ପରସ୍ପରକୁ ଆଲିଙ୍ଗନ କଲେ। ପରଦିନ ସକାଳେ ମନୁ ଫଳ ଖୋଜିବାକୁ ଜଙ୍ଗଲର ଭିତରକୁ ଗଲା। ହଠାତ୍ ସେ ଶିକାରୀର ବଡ଼ ଜାଲରେ ଫସିଗଲା। ସେ ଯେତେ ଛଟପଟ ହେଉଥିଲା, ଜାଲ ସେତେ ଟାଣ ହେଉଥିଲା। ଭୋଲୁ ଦୂରରୁ ବନ୍ଧୁର ଚିତ୍କାର ଶୁଣି ଦୌଡ଼ି ଆସିଲା। ସେ ଦେଖିଲା ଶିକାରୀ ମଧ୍ୟ ଧୀରେ ଧୀରେ ସେହି ଆଡ଼କୁ ଆସୁଛି। ଭୋଲୁର ମୁଣ୍ଡରେ ଏକ ବୁଦ୍ଧି ଆସିଲା। ସେ ଜୋରରେ ଟକ୍ 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 କରି ଚିତ୍କାର କଲା। ସଙ୍ଗେ ସଙ୍ଗେ ଶହ ଶହ ବେଙ୍ଗ ପୋଖରୀରୁ ବାହାରି ଆସିଲେ। ସେମାନଙ୍କର ଡାକରେ ସାରା ଜଙ୍ଗଲ କମ୍ପି ଉଠିଲା। ସେହି ସମୟରେ ମୂଷାମାନେ ଦୌଡ଼ି ଆସି ଜାଲ କାଟିବା ଆରମ୍ଭ କଲେ। କାଉମାନେ ଆକାଶରୁ ଉଡ଼ି ଆସି ଶିକାରୀର ମୁଣ୍ଡ ଉପରେ ଚକ୍କର ମାରିଲେ। ଶିକାରୀ ଭୟରେ ଦୌଡ଼ି ପଳାଇଗଲା। କିଛି ସମୟ ପରେ ଜାଲ କଟିଗଲା। ମନୁ ମୁକ୍ତ ହେଲା। ତାର ଆଖିରେ ଖୁସିର ଲୁହ ଆସିଗଲା। ସେ କହିଲା, ଭୋଲୁ, ତୁ କେବଳ ମୋର ବନ୍ଧୁ ନୁହେଁ, ତୁ ମୋର ଭାଇ। ଭୋଲୁ ହସି କହିଲା, ସତ ମିତ୍ର କେବେ ବିପଦରେ ସାଥ ଛାଡ଼େ ନାହିଁ। ଏହି ଘଟଣା ପରେ ସାରା ଜଙ୍ଗଲରେ ସେମାନଙ୍କର ମିତ୍ରତାର କଥା ଚର୍ଚ୍ଚା ହେବାକୁ ଲାଗିଲା। ସିଂହ ମଧ୍ୟ କହିଲା, ଶକ୍ତିଠାରୁ ବଡ଼ ହେଉଛି ସତ୍ୟ ମିତ୍ରତା ଓ ଏକତା। ସେହି ଦିନଠାରୁ ମନୁ ଓ ଭୋଲୁ ଜଙ୍ଗଲରେ ଯେଉଁଠି ବି କୌଣସି ପଶୁ ବିପଦରେ ପଡ଼ୁଥିଲେ, ସେଠାକୁ ଦୌଡ଼ି ଯାଇ ସାହାଯ୍ୟ କରୁଥିଲେ। ସେମାନଙ୍କର ମିତ୍ରତା ଜଙ୍ଗଲର ଏକ ଅମର କାହାଣୀ ହୋଇ ରହିଗଲା। ଏହି ଗପଟିରୁ ଆମମାନଙ୍କୁ ଶିକ୍ଷା ମିଳିଲା ଯେ ସତ୍ୟ ମିତ୍ରତାର ମୂଲ୍ୟ ହେଉଛି ବିଶ୍ୱାସ, ସାହସ, ଏକତା ଓ ନିଷ୍ଠା। ଯେଉଁ ମିତ୍ର ବିପଦ ସମୟରେ ସାଥିରେ ଠିଆ ହୁଏ, ସେ ହିଁ ହେଉଛି ପ୍ରକୃତ ମିତ୍ର। ଧନ୍ୟବାଦ।